ଯେଉଁ ଘରେ ଏହି ପାଞ୍ଚଟି ଜିନିଷ ଥାଏ ସେଠି ଗରିବ ଆସି ନଥାଏ। ଭଗବାନ ଶ୍ରୀକୃଷ୍ଣ କହନ୍ତି। ଭଗବାନ ଶ୍ରୀକୃଷ୍ଣ କହିଥିଲେ କି ଯେଉଁ ଘରେ ଧୂପ ଦୀପ ପୁଷ୍ପ ଏବଂ ନୈବେଦ୍ୟ ଭଳି ପଞ୍ଚତତ୍ତ୍ୱ କରାଯାଏ ସେହି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଚନ୍ଦନ ସର୍ବଦା ପବିତ୍ର ଅଟେ। ଘରର ସକାରାତ୍ମକ ଶକ୍ତିକୁ ବଢ଼ାଇବା ସହ ନକାରାତ୍ମକ ଶକ୍ତିଗୁଡ଼ିକ ଆପେ ଆପେ ଘରୁ ଚାଲି ଯାଇଥାନ୍ତି। ଯେଉଁ ଘରେ ଚନ୍ଦନ ବ୍ୟବହାର କରାଯାଏ ସେହି ଘରେ ଦେବୀ ଓ ଦେବତା ନିବାସ କରିଥାନ୍ତି। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଗାଈର ଶୁଦ୍ଧ ଘିଅ ବ୍ୟବହାର କରିବା ଦ୍ୱାରା ଘରେ ବହୁତ ଶୁଭ ହୋଇଥାଏ। ଏଥିପାଇଁ ମନୁଷ୍ୟକୁ ଭୋଜନରେ ଏବଂ ଦୀପରେ ଘିଅ ବ୍ୟବହାର କରିବା ଉଚିତ। ମହୁ ଘରେ ରଖିବା ବହୁତ ଶୁଭ ହୋଇଥାଏ। ଯୁଧିଷ୍ଠିରଙ୍କ ସୁଖ ସମୃଦ୍ଧିର ଉପାୟ କହିବା ସମୟରେ ଭଗବାନ ଶ୍ରୀକୃଷ୍ଣ କହିଥିଲେ ମହୁ ପରି ପଦାର୍ଥ ଯାହା ଅଶୁଦ୍ଧ ଆତ୍ମାକୁ ଶୁଦ୍ଧ କରିଥାଏ ଏବଂ ଘରର ବାତାବରଣକୁ ସ୍ୱଚ୍ଛ କରିଥାଏ। ପୂଜା ପାଠରେ ମଧ୍ୟ ମହୁର ବ୍ୟବହାର ସର୍ବୋପରି ମନାଯାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମା ସରସ୍ୱତୀଙ୍କୁ ବୀଣାବାଦିନୀ କୁହାଯାଏ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁପରି ମା ସରସ୍ୱତୀ ପଦ୍ମଫୁଲ ଉପରେ ବିରାଜମାନ ହୁଅନ୍ତି ସେହି ପ୍ରକାରରେ ମା ସରସ୍ୱତୀଙ୍କୁ ପୂଜା କରିବା ଦ୍ୱାରା ସେ ବ୍ୟକ୍ତିଙ୍କୁ ନିର୍ଧନ ଠାରୁ ଦୂରେଇ ରଖନ୍ତି ଏବଂ ବୁଦ୍ଧିକୁ ଶୁଦ୍ଧ ରଖିଥାନ୍ତି। ସେଥିପାଇଁ ମା ସରସ୍ୱତୀଙ୍କ ଫଟୋ ବା ପାରଦ ମୂର୍ତ୍ତି ଘରେ ରଖିବା ଶୁଭ ହୋଇଥାଏ। ଜୟ ଜଗନ୍ନାଥ। ସ୍ୱାମୀ ନୟନପଥଗାମୀ ଭବ ତୁମେ।